समस्त अंतर विद्यमान कर जय आसे प्रिय भाई बहन वो बापा माँ भाई बहन परमेश्वर एक सेवा विभिन्न को प्रकार सेवा ता गोटे परमेश्वर को वर्णना करवा संभव कम केते जानबा कहले भी बाइबल रो एई प्रकार सेवा बोली बखाणी लोकन को आगे थोइबा पई कष्ट जानबा दरकार प्रत्येक परमेश्वर लोक सब प्रकार सेवा टच रे आसीबा को ता भीतरे जोटा आपणकर स्पेशल है जाय आसे नाही किंतु अन्य समस्त सेवार टच रे आसीबार अछि जानिबा को पड़िबो जे एहा भी ताहा भी प्रेज द लॉर्ड जेरु प्रभुଙ୍କର सब कार्य भिन्न भिन्न प्रकार तत्वपूर्ण उदाहरण देबी जेतिकी प्रकार फूल अछि सेतिकी प्रकार गंध अछि जेति प्रकार फल अछि सेति प्रकार स्वाद भी अछि आकाश रे बाइबल लिखा जेते प्रकार नक्षत्र अछि सेते प्रकार तेज भी अछि भिन्न भिन्न जो माने आत्मिक भाव अनुभव पोखत नुहंती ए भिन्न भिन्न कथा मरी जीवे किंतु जानि पारिबे सब पृथ्वी सब जाने किंतु एटा जानबार बहुत कष्ट दियंती प्रभु आपन को तबे जानिबे प्रिय भाई बहन अपना शरीर रे परमेश्वर को गौरव वर्णना करो गौरव महिमा करो ए शरीर रे आपनकर ए शरीर रे मोर ए शरीर रे प्रभु चाहते पाउल कहले मो शरीर रे जपर ईश्वरकर महिमा कीर्तन करे गौरव वर्णना करे को शरीर प्रिय भाई बहन माने बाबू चंद लोक माने पाउलर पॉकेट रो रुमाल रोगी मान सुस्थ करथला हमर पॉकेट रो आमे तो तेल मसला पिठा पणा माछ मांस खाई पुछे से रुमाल को हळदिया तेल मसला रे कर देछि पाउलर रुमाल होची आखिर पानी से शक्ति से रुमाल मोर पॉकेट रे भी नाही मोर भी पॉकेट भिजी नाही आओ आपण उठार भिजी थाई पारे से शक्ति प्रिय भाई बहन माने प्रिय पुओ छे माने से शरीर को शरीर मोटिके कहिबे आपण तापर केमती गौरव हेबार संभावना अछि ता भीतर सत को दानिएल 3 पर्वर 28 भलरे सुनते टिके लंबा पद सहद्र मसर अभिधान कर परमेश्वर धन्य गोटे मिनिट हाँ ठिया था किए कहउछन्ती आज्ञा किए कहउछन्ती से किए से नबकर जणे अणजिहती लोक हालेलुया किए कहिबा दरकार आपनको शरीर पाई किए कहिबा दरकार किए जानिबा दरकार किए अनुभव करिबा दरकार सुनंतु जेहेतु से आपना दूत पठाइले ताहांकर जो दास माने सुनंतु आज्ञा ताहांकर ठारे विश्वास कले आपण मानकर परमेश्वर आउ कहार सेवा करिबे नाही प्रणाम करिबे नाही देखंतु आ गोटे भरोसा कथा राजवाक्य को खातिरी परिनंदी भलो करी शुणंतु जानंतु बुझंतु आम पुलपिट रे हमर पवित्र स्थान रे
ମାନେ ଦେଖନ୍ତୁ ସେବା ଉଦ୍ଦେଶ୍ୟରେ ରାଜବାକ୍ୟକୁ ଅନ୍ୟଥା କରି ଶୁଣନ୍ତୁ ଆମେ ନିର୍ଲଜ ହେଇଯାଇଛୁ, ଡାହାଣୀ ପାଲଟି ଯାଇଛୁ। ରାଜବାକ୍ୟ ଅନ୍ୟଥା କରି ଆପଣ ଆପଣ ଶରୀର କାହାକୁ ସମର୍ପଣ, କୋଉଠି ସମର୍ପଣ କଲେ? କୋଉଠି? ଅଗ୍ନିରେ ସମର୍ପଣ କଲେ ପ୍ରିୟ ଭାଇ ମାନେ। ସେଇଭଳି ସମର୍ପଣ ଶରୀରରେ ଜଣେ ଈଶ୍ୱରଙ୍କୁ ଗୌରବ କରିପାରିବ, ନହେଲେ କରିପାରିବ। ଚିକଣ ଚାକଣ କରି ଶରୀରକୁ ରଖି ଚିକଣ ଚାକଣ କରି ପାଉଡର ପରେ ସୁନ, ସୁନ ଉପରେ ପାଉଡର, ପାଉଡର ପରେ ମେକଅପ, ମେକଅପ ପରେ ଜିଙ୍କ, ମାଳ ମାଳ ଫୁଲ ସଜେଇ ସଜେଇ ଶରୀରକୁ ସଜେଇ ସଜେଇ ପରମେଶ୍ୱରଙ୍କ ପାଇଁ ଗୌରବ କେବେ ହେଇପାରିବ ନାହିଁ, କାମ କେବେ ହେଇପାରିବ ନାହିଁ। ସମର୍ପଣ ସମର୍ପଣ ପ୍ରଭୁଙ୍କୁ। ପ୍ରିୟ ଭାଇ ମାନେ ଆଜି ମତେ ଆହୁରି ନୂଆରେ ଯେବେ ସମର୍ପଣ ପ୍ରେରଣା ଆସୁଛି, ମତେ ବି କରିବାକୁ ପଡିବ, ଆପଣଙ୍କୁ ବି କରିବାକୁ ପଡିବ। ଢାଳି ଦିଅନ୍ତୁ, ସମର୍ପଣ କରିଦିଅନ୍ତୁ, କରିଦେଉ। ଦୁଃଖ ଆଗରେ, ଅଗ୍ନି ଆଗରେ ପ୍ରଭୁ ଅଗ୍ନିରେ ତାଙ୍କ ଲୋକମାନଙ୍କୁ ସମସ୍ତଙ୍କୁ ମନୋନୀତ କରିଛନ୍ତି। ଅଗ୍ନିରେ ଟିକେ ଦେଖନ୍ତୁ, ଦିଶା 48:10 ପରିଷ୍କାର କରିଅଛୁ, ରୂପା ପରି ନୁହେଁ, ଦୁଃଖ ରୂପ ଅମ୍ଭାଇରେ। ପ୍ରିୟ ଭାଇ ମାନେ ସେଇ ଉମ୍ଭାଇ, ସେଇ ଦୁଃଖର ଉମ୍ଭାଇକୁ ଦୁଃଖ ରୂପ। ଆଉ ଗୋଟିଏ କଥା ଦେଖିବେ, ପ୍ରଥମ ପିତର 4:12, ଏଟା ଏକ୍ସଟ୍ରା କଥା ମୁଁ କହୁଛି ଆପଣଙ୍କୁ। ତୁମ୍ଭମାନଙ୍କର ପରୀକ୍ଷା ନିମନ୍ତେ, ଥ୍ୟାଙ୍କ ୟୁ, ଦୁଃଖ ଭୋଗ ରୂପ ନିଆଁରେ ଆଜି ସମର୍ପଣ କରିବାର ଅଛି। ପ୍ରେଜ୍ ଦ ଲର୍ଡ। ଯେଣୁ ସବୁ ମୁଁ ଦେବି, ସମର୍ପି ଦେବି, ପ୍ରିୟ ଯୀଶୁ ପାଦ ତୁମ ସମର୍ପି ଦେବି। ସମର୍ପଣ ଯୀଶୁଙ୍କୁ। ସେ ଜଳୁଥିବା ନିଆଁ ଆଜି ନାହିଁ। ଦୁଃଖ, ଦୁର୍ଦ୍ଦଶା, ନିନ୍ଦା, ତାଡ଼ନା, ଲାଞ୍ଛନା ର ଅଗ୍ନିରେ ସମର୍ପଣ କରିପାରୁଛି। ସେଇ ଶରୀର ଈଶ୍ୱରଙ୍କ ମହିମା କରିବ, ସେଇ ଶରୀର ପରମେଶ୍ୱରର ଗୌରବ କରିବ। ଆପଣ କେତେ ଝୁଳି କଚାଡ଼ି ହେଉ, କେତେ କଣ ହେଉ, ହେଇପାରିବ ନାହିଁ, ହେଇପାରିବ ନାହିଁ। ସେ ସାଉଣ୍ଡ ବାହାରିବ ନାହିଁ, ସେ ସ୍ୱର ଆସିବ, ହାଲିଆ ହେଇଯିବେ, ଆସିବ। କାହିଁକି? ସମର୍ପଣ ନାହିଁ। କେମିତି ସମର୍ପଣ ଟିକେ କହିବି ଶୁଣନ୍ତୁ। ଶରୀରକୁ କେମିତି କରିବାର ଅଛି ଟିକେ କହିବି ଶୁଣନ୍ତୁ। କେମିତି ମନେ କରିବାର ଅଛି? ଯେମିତି ପାଉଲ କହନ୍ତି, ମୁଁ କାଳେ ଅନ୍ୟମାନଙ୍କୁ ପ୍ରଚାର କରି ଅଗ୍ରାହ୍ୟ ନ ହୁଏ, ମୋ ଶରୀରକୁ କଷ୍ଟ ଦେଇ ଦାସ୍ୟରେ ରଖିଛି। କହିବି ତା ପୂର୍ବରୁ ମୋର କଥା ଟିକେ ଅଛି। ରୋମୀ 4:19। ସାରା ଶହ ଶହ ବର୍ଷ ପାଖାପାଖି ହେଲେ ମଧ୍ୟ ତାର ଶରୀରକୁ, ଆଉ ତା ଶରୀରକୁ ମୃତବତ୍। ଗୋଟେ ମିନିଟ, ଶରୀର ମଲା ସଙ୍ଗେ ସମାନ। ମୃତବତ୍ ଅର୍ଥ ହଉଛି ମଲା ସଙ୍ଗେ ସମାନ। ସେମିତି ହେଲେ ବି ଶରୀରକୁ କେମିତି କରିବାର ଅଛି ତଳେ ଶୁଣନ୍ତୁ। ଏହି ଶରୀର ପାଇଁ ବାପା ମା, ପ୍ରିୟ ଭାଇ ଭଉଣୀ ମାନେ, ପୁଅ ଝିଅ ମାନେ ଯେତେ ଦୁର୍ବଳ ହେଲେ ବି ନିରାଶ ମନେ କରିବାକୁ ହେବ ନାହିଁ। ସେଇ ହୋପ ଦରକାର, ସେ ସମର୍ପଣ ଦରକାର। କେବଳ ତାହା ନୁହେଁ, ପୁଣି ଶୁଣନ୍ତୁ ରୋମୀ 6:6। ହ୍ୟାଲୋ, ଶୁଣନ୍ତୁ, ଶୁଣନ୍ତୁ।
ଆଉ ପାପର ଦାସତ୍ୱରେ ନ ରହୁ। ଏଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ ଆମମାନଙ୍କର ପୁନରୁତ୍ଥାନ ସ୍ୱଭାବ ପୁରାତନ ସ୍ୱଭାବ ଯେ ତାହାଙ୍କ ସହିତ କ୍ରୁଶରେ ହତ ହୋଇଅଛି। ଆମର ପୁରାତନ ଶରୀରର ପୁରାତନ ସ୍ୱଭାବ ଯୀଶୁଙ୍କ କ୍ରୁଶରେ ମାରିବାର ଅଛି। ତାହେଲେ ଏ ଶରୀର ଈଶ୍ୱରଙ୍କର ଗୌରବର କାରଣ ହେବ। ଆପଣଙ୍କର ଓଷ୍ଠ, ଆପଣଙ୍କ ଜିଭା, ଆପଣଙ୍କ ଅଙ୍ଗ ପ୍ରତ୍ୟଙ୍ଗ ତାଙ୍କ କାମରେ ଲାଗିବ। ନହେଲେ ଆପଣଙ୍କର ଲୁହା ଗଦା ହେଇଛି କି ସୁନା ବି ଗଦା ହେଇଛି, ଟେଳା ସୁନା ଗଦା ହେଇଛି, କଣ କରିବେ? କେମିତି ପିନ୍ଧିବେ? ତାକୁ ବନେଇ ପାରୁଛି। ଥାଉ ଟେଳା ଥାଉ, ଇଟା ସୁନା ଥାଉ। ଗଳାକୁ ନେବାକୁ ହେଲେ ଇଟା ସହିତ ଯାଇପାରିବ ନାହିଁ। ଆପଣ ପିଟା ସୁନା ବଳି, ଇଟା ସୁନା ବଳି ହେଇପାରନ୍ତି, କିନ୍ତୁ ଭାଙ୍ଗିବାର ଅଛି। ସେ ଆପଣଙ୍କୁ ଭାଙ୍ଗନ୍ତୁ, ସେ ଆପଣଙ୍କୁ ଖଣ୍ଡ ଖଣ୍ଡ କରନ୍ତୁ, ତିଆରି କରନ୍ତୁ, ଗୁନ୍ଥନ୍ତୁ, ହାର କରନ୍ତୁ। କହିଲେ ପ୍ରଭୁ ତାଙ୍କୁ ଗୋଟେ ଦାସଙ୍କୁ, ଆମେ ତୁମକୁ ଆମ ପାଇଁ ଏହା କରିବା। ହାଗୟ 2:23। এটা এক্সট্রা কথা ମୁଁ କହୁଛି ଆପଣଙ୍କୁ, ଭାବନାର ଉପରେ। ସୈନ୍ୟାଧିପତି ସଦାପ୍ରଭୁ ସଲ୍ଟିଏଲର ପୁତ୍ର ଜିରୁବାବେଲ ଗ୍ରହଣ କରିବା। ବେଶ ମୁଦ୍ରାର୍ଥକ ଅଙ୍ଗୁରୀୟ ମାନେ ମୁଦି, ପରମେଶ୍ୱର ସିଲ ବାଡ଼େଇବା ମୁଦି କରିବେ ତାଙ୍କ ଲୋକମାନଙ୍କୁ। ସିଲ ବାଡ଼େଇବେ। କେତେବେଳେ ସିଲ ବାଡ଼େଇବ? ଇଟା ସୁନାରେ ନା, ନା ତିଆରି ହେଲା ପରେ ନା, ଖଣ୍ଡିଆ କଲା ପରେ ନା, ଯୋଡ଼ିଲା ପରେ ନା। ଶରୀରକୁ ମୃତ୍ୟୁରେ କ୍ରୁଶରେ ସମର୍ପଣ କରିବା ଭଳିଆ ଜୀବନ ଯାପନ ନ କଲେ ବ୍ୟବହାର ହେଇପାରିବନି। ପୁଣି ଶୁଣନ୍ତୁ 8:10, ରୋମୀ 8:10। ହଁ, ଖ୍ରୀଷ୍ଟ ଯଦି ତୁମମାନଙ୍କ ଠାରେ ଥାନ୍ତି, ଶରୀରର ପାପ ହେତୁ ମୃତ ଅଟେ, ଯେଉଁ ଶାରୀରିକ ସ୍ୱଭାବ, ପ୍ରକୃତି, କ୍ରୋଧ, ବିବାଦ, କୁକଳ୍ପନା ଆଉ ସବୁ ନ ମରିଲେ ଏ ଶରୀର ପ୍ରଭୁଙ୍କ ପାଇଁ ସତେଜ ହେଇପାରିବ ନାହିଁ। ପକ୍କା ପକ୍କା ପ୍ରିୟ ଭାଇମାନେ 8:13। ଆଉ ଥରେ, କାରଣ ଯଦି ଶାରୀରିକ ଭାବ ଅନୁସାରେ ତୁମେମାନେ ଜୀବନ ଯାପନ କର, ତେବେ ଅବଶ୍ୟ ମରିବ। କିନ୍ତୁ ଯଦି ଆତ୍ମାଙ୍କ ଦ୍ୱାରା ତୁମେମାନେ ଶରୀରର କର୍ମ ସବୁକୁ ବିନାଶ କର, ତେବେ ଜୀବିତ ହେବ। ଯେଉଁ ଶରୀରର କର୍ମ ସବୁକୁ ଯେବେ ବିନାଶ ନ କରୁ, ସେଇ ଶରୀର ତାଙ୍କ ସେବା ପାଇଁ, ତାଙ୍କ ମହିମା ପାଇଁ ଉପଯୋଗୀ କେବେ ବି ହେଇପାରିବ। ପୁଣି ଶୁଣନ୍ତୁ 2 Corinthians 4:10। ଆଉ ଟିକେ, ଆମ୍ଭେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁ ଭୋଗ ଶରୀରରେ ଅନୁଭବ କରୁଅଛନ୍ତି। ଯୀଶୁଙ୍କ ଜୀବନ ମଧ୍ୟ ବେଶ କେତେବେଳେ ଜୀବନରେ ଯୀଶୁଙ୍କ ମୃତ୍ୟୁକୁ ଯେଉଁମାନେ ଶରୀରରେ ଅନୁଭବ କରୁଛନ୍ତି, ତାଙ୍କ ଶୂଳ ବିନ୍ଧକୁ, ତାଙ୍କର କଣ୍ଟା ମାଡ଼କୁ, ତାଙ୍କ ଦୁଃଖକୁ ଯେଉଁମାନେ, ତାହେଲେ ଖ୍ରୀଷ୍ଟଙ୍କ ଜୀବନ ପ୍ରକାଶିତ ହେବ ସେଦିନ। ନହେଲେ ହେଇପାରିବନି। ଏଠି ଯୁକ୍ତି ତର୍କ, ଏଠି ବାକଯୁଦ୍ଧ, ଏଠି ନାନା କଥା, ନାନା ଯନ୍ତ୍ରଣା ର କଳ୍ପନା ସବୁ କେବେ ହେଇପାରିବ ନାହିଁ। କେତେ କେତେ ରେଫରେନ୍ସ ଜମା କରି ଆଣି ରଖିଲେ ମଧ୍ୟ ଲୋକଙ୍କୁ କିଛି ଖାପ ଖାଇବ ନାହିଁ, ଟଚ୍ କରିବ ନାହିଁ। ଆପଣଙ୍କୁ ମୁଁ ବାରମ୍ବାର କୁହେ, 15 ମିନିଟ୍ ପ୍ରଚାର କଲେ ଘଣ୍ଟାଟି ପରେ ଲୋକଙ୍କୁ ଲାଗିବ କାଇ ବିଜାର ଯେ ଏଟା। କାହିଁକି? ସମର୍ପଣ ନାହିଁ, ଶରୀର ଖେଦ ନାହିଁ, ଅନୁତାପ ନାହିଁ, ସଲିଡ ରେଫରେନ୍ସ ଦେଲେ ମଧ୍ୟ
ଲୋକଙ୍କୁ ବିଜାର ଲାଗିବ। କେତେବେଳେ ମୁଁ ଅଡୁଆ କଥା ଅଖାଡୁଆ କଥା କହୁଛି ଆପଣଙ୍କୁ, ବାଧାର କଥା କହୁଛି ଆପଣଙ୍କୁ, ଲୋକ ଶୁଣିବାକୁ ଚାହିଁବେ ନାହିଁ। ଯେଣୁ ଶରୀର ସମର୍ପଣ ନାହିଁ, ମନ ସମର୍ପଣ ନାହିଁ। କୋଉଠି ସମର୍ପଣ? ତାଙ୍କ ମୃତ୍ୟୁରେ ସମର୍ପଣର ଶେଷ କଥା ଆଗକୁ ଅଛି। ମୋର ଅନ୍ୟ କଥା, ପ୍ରଥମ ପିତର 4 ପର୍ବର 1। ଖ୍ରୀଷ୍ଟ ଶରୀରରେ ଦୁଃଖ ଭୋଗ କରିଥିବାରୁ ତୁମେମାନେ ମଧ୍ୟ ସେଇପରି, ଗୋଟେ ମିନିଟ, ଯୀଶୁ ଶରୀରରେ ଦୁଃଖ ଭୋଗ ନ କରି ପରିତ୍ରାଣ ସାଧନ କରିନାହାନ୍ତି। ପ୍ରିୟ ଭାଇ ଭଉଣୀମାନେ, ଦୁଃଖ ବରଣ ନ କରି, ମାଡ଼ ନ ଖାଇ କେବେ ବି ପରିତ୍ରାଣ କାର୍ଯ୍ୟ ହେଇ ନାହିଁ। କୋଉଠୁ ଆମେ ଅନୁଭବ କରିପାରିବା? ତାପରେ ସେହିପରି ମନ ଧରି ଆପଣମାନଙ୍କୁ ସୁସଜ୍ଜିତ କର, ଯେ ଶରୀରରେ ଦୁଃଖ ଭୋଗ କରିଅଛି। ବେଶ, এই ଶରୀର ପ୍ରଭୁଙ୍କ ସେବାରେ ଲାଗିବ, ନହେଲେ କେତେ କଣ ହେଲେ ମଧ୍ୟ ମାଛି ଉଡ଼ିବ ନାହିଁ। ମାଛି ଉଡ଼ିବ ନାହିଁ, ଦେହରୁ ଲୋକଙ୍କ ମୁଣ୍ଡରୁ ମାଛି ଉଡ଼ିବ। ଭାଇ ଭଉଣୀ ମାନେ ସତର୍କ, ବାଧୁଥିବ କଥା, କିନ୍ତୁ ବାଧିବାକୁ ପଡ଼ିବ। କଥା ଈଶ୍ୱରଙ୍କ ବାକ୍ୟ ମାନଙ୍କୁ କାଟିବାକୁ ପଡ଼ିବ, ବାଛିବାକୁ ପଡ଼ିବ, ବାଧିବାକୁ ପଡ଼ିବ, ରେକ୍ଟିଫିକେସନ ହେବାକୁ ପଡ଼ିବ। ପାଉଲ କହିଲେ, ମୋ ଶରୀରକୁ କଷ୍ଟ ଦେଇ ଦାସ୍ୟ କରି, ଭଲ ଖାଇବାକୁ ଇଚ୍ଛା ଲାଗିଲେ ମଧ୍ୟ ଗୋଟେ ଦିନ କରାଡ଼ ନିୟମକୁ ଆଜ୍ଞା ନମସ୍କାର କଲି, ନମସ୍କାର, ଭଲ କି ବୋଲି ପଚାରିଲେ, ଡରି ଡରି ଭଲ କି? ସେ କଲ୍ କଲେ, ଜାଣିଛନ୍ତି ଭଲ ଲାଗେ ଯେ ଏ ଦୁଷ୍ଟ ପର କିଛି କଥା ଶୁଣୁନି। କୋଉ ଦୁଷ୍ଟ? ପାଟି ଜୀବ। ଆକୁ ଲୁଣ କମ ହେଲେ ଲୁଣ ଦରକାର, ତେଲ କମ ହେଲେ ତେଲ ଦରକାର, ଆଉ ଭଲ ଭଲ ପିସ୍ ଦରକାର, ସ୍ୱାଦ ସ୍ୱାଦ ଆଗକୁ। ଏ ଦୁଷ୍ଟ କଥା ମାନୁନି। ସତରେ ସେଟା ହଉଛି ବଶ୍ୟତାକୁ ନେବାର ଉପାୟ, କୌଶଳ ଅବଲମ୍ବନ। ଯାହା ଆପଣଙ୍କୁ ପ୍ରେରଣା ଆସିବ ଏ ଶାରୀରିକ ଭାବ ଚିନ୍ତାକୁ ବଶ୍ୟରେ ରଖିବା ପାଇଁ, ତାହା କରନ୍ତୁ। ଏବେ ମୋ ପାଇଁ କହିଲେ ଖାପ ଖାଇବନି, ଆଉ ବାଇବଲକୁ କହିବା ପାଇଁ ବହୁତ ସମୟ ଦରକାର। ଯେ କୋଉ କୋଉ ପ୍ରକାର ଭାବରେ ନିଜକୁ ସମର୍ପଣ କଲେ, ଯାହା ମୁଁ ରବିରୁ କହିଲି ଆପଣଙ୍କୁ, କଳନ୍ତିରୁ କହିଲି ଆପଣଙ୍କୁ, ଦୁଃଖରେ, ନିନ୍ଦାରେ, ତାରଣାରେ, ନିର୍ଲୋଭରେ ସମର୍ପଣ, ତାହେଲେ ଏ ଶରୀର ସତେଜ ହେବ ପ୍ରଭୁଙ୍କ କାର୍ଯ୍ୟ ପାଇଁ, ସତେଜିତ କାର୍ଯ୍ୟରେ ଲାଗିବ, ନହେଲେ ଲାଗିବ ମାହାଳିଆ। କେବେ ହେଲେ ହେଇପାରିବ ନାହିଁ ମାହାଳିଆ, ପୋଲିଆରେ ଯିବ ସବୁ। ଭାଇ ଭଉଣୀ ମାନେ, ପ୍ରଭୁ ଯୋଉଥିପାଇଁ ଆମକୁ ଗୋଟେ ଅସ୍ତ୍ର କରି ତିଆରି କରିଛନ୍ତି, ସେ ଅସ୍ତ୍ର କାର୍ଯ୍ୟକାରୀ ହେବାର ଅଛି, ସେ ଅସ୍ତ୍ର ତୀକ୍ଷ୍ଣ ହେବାର ଅଛି। ଯୋଉଥିରେ ମଧ୍ୟ ବର୍ଣ୍ଣିତ କରିଛନ୍ତି ଆପଣଙ୍କୁ, ସେଇ କାମରେ ଲାଗିବାର ଅଛି। ଅନ୍ୟ କାମରେ ଲାଗୁ ଯେତେବେଳେ ଦୁଃଖର ବିଷୟ ଶରୀର କଥା କହିବେ, କେମିତି କାମରେ ଲାଗିବ ଟିକେ ଶୁଣିବ। ଯାତ୍ରା 8 ପର୍ବର 6। ଜୟ ପ୍ରଭୁ। ପ୍ରଥମେ ମୋ ହସ୍ତକୁ ବର୍ଣ୍ଣନା କରିବି, ତାପରେ ଅନ୍ୟାନ୍ୟ ଅଙ୍ଗକୁ ବର୍ଣ୍ଣନା କରିବି ସମୟ ହେଲେ। କିଛି କରିନାହାନ୍ତି, ବେଙ୍ଗ ମାନଙ୍କୁ ଅଡେଇ ନାହାନ୍ତି, ବାଡି ଧରି ପାଣି ହଲେଇ ନାହାନ୍ତି। କଣ କଲେ ଆଜ୍ଞା? ଏମିତି ଆମେ କେତେ ଘଣ୍ଟା ଏମିତି କଲେ ମଧ୍ୟ ବେଙ୍ଗ ନାହିଁ ଯେ ମାଛି ଗୋଟେ ଆମ ହାତରୁ ଏଇଠୁ ଉଡିବ ନାହିଁ। ସେ ଗୋଟେ ଖାଦ୍ୟ ମିଳିଲା ବୋଲି ଭାବୁଥିବ, ଉଡିବ ନାହିଁ। କେବଳ କଣ କଲେ? ମା ଆଉ ଗୋଟେ ହାରଣ, ମିଶ୍ରର ସମସ୍ତ ଜଳ ଉପରେ ସମସ୍ତ, ଗୋଟେ ମିନିଟ ରହିଥା, ସମସ୍ତ ଜଳ ହାତ ବିସ୍ତାର କଲେ ପହଞ୍ଚିବ କି ଆଜ୍ଞା? ପହଞ୍ଚିବ କି ଆଜ୍ଞା? ଅଛି ପହଞ୍ଚିବ ନାହିଁ, କିନ୍ତୁ ୟା ଭିତରୁ ପାୱାର ଯାଉଛି, ପାୱାର ଯାଉଛି, ଶକ୍ତି ଯାଉଛି, ଅଟୋମେଟିକ ପାୱାର ଯାଉଛି। ତାପରେ ବେଙ୍ଗ ହେଲା, ଥ୍ୟାଙ୍କ ୟୁ। ତାପରେ ଶୁଣନ୍ତୁ,
ଶରୀରର ପରମେଶ୍ୱରଙ୍କ କାର୍ଯ୍ୟରେ ଲାଗିବା ଶରୀର ଅଙ୍ଗ ପ୍ରତ୍ୟଙ୍ଗ ହାତକୁ ଅଙ୍ଗୁଳିକୁ ପ୍ରଥମେ ବର୍ଣ୍ଣନା କରିବି ମୁଁ ଆପଣଙ୍କୁ, ତାପରେ ଅନ୍ୟାନ୍ୟ କଥା ବର୍ଣ୍ଣନା କରିବାକୁ ସମୟ ହେଲେ ମୁଁ ବର୍ଣ୍ଣନା କରିବି। 8 ପର୍ବର 17 ପଦ ଆଉ ଜଣେ ତହିଁରେ ସେମାନେ ସେ ପ୍ରକାର କଲେ, ହାରଣ ସଜଷ୍ଟି ହସ୍ତ ବିସ୍ତାର କରି ଭୂମିର ଧୂଳିରେ ପ୍ରହାର କରନ୍ତେ, ମନୁଷ୍ୟ ପଶୁମାନଙ୍କ ଠାରେ ଥ୍ୟାଙ୍କ ୟୁ ହାତ ଯଷ୍ଟିର ହାତ କେବଳ କଣ କଲେ ଧୂଳିରେ, ଲୋକମାନଙ୍କର ଶରୀରରେ ଉକୁଣିଆ ପୋକ, ପ୍ରେଜ୍ ଦ ଲର୍ଡ, କେବଳ ହାତ ବିସ୍ତାର। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ କହିଲେ କେବଳ ସେମାନଙ୍କ ପୀଡ଼ିତ ମାନଙ୍କ ଉପରେ ହସ୍ତ ଏଠି ପାୱାର ଅଛି, କାହିଁକି ଦୁଃଖରେ ସମର୍ପି ଯାଇଛି, ତାରଣାରେ ସମର୍ପି ଯାଇଛି, ଉପବାସରେ ଖେଦ ଖଣ୍ଡନରେ ସମର୍ପିତ ଶରୀର ରହିଛି, ତେଣୁ ବାଧ୍ୟରେ କାମ କରିବ। ପୁଣି ଶୁଣନ୍ତୁ ଆଜ୍ଞା, ସର୍ଟ କରିବା 9 ପର୍ବର 22-23 ଯାତ୍ରା। ଅନନ୍ତର ସଦା ପ୍ରମୋଶନ କହିଲେ, ଆକାଶ ଆଡେ ଆପଣ ହସ୍ତ ବିସ୍ତାର କର, ମନୁଷ୍ୟ ଥ୍ୟାଙ୍କ ୟୁ ଟିକେ କହିବି ଆଜ୍ଞା, ଗୋଟେ ମିନିଟ୍ ଟିକେ ଧୈର୍ଯ୍ୟ ଧରନ୍ତୁ ହେଲା। ଏ ଶିଳା କୋଉଠି ଅଛି ଟିକେ ମୁଁ କହିବି, ତାପରେ ଦେଖିବେ ଆପଣ ଆଇବ 38ର 22-23। ତୁମେ କଣ ହିମ ଭଣ୍ଡାରରେ ପ୍ରବେଶ କରିଅଛ, ଅବା ଆମ୍ଭେ ସଙ୍କଟ କାଳ ଓ ସଂଗ୍ରାମ ଓ ଯୁଦ୍ଧ ଦିନ ନିମନ୍ତେ ଶିଳା ଭଣ୍ଡାରରେ ପରମେଶ୍ୱର ଶିଳାକୁ ଜମା କରିଛନ୍ତି ଯୁଦ୍ଧର ଦିନ ପାଇଁ, କିନ୍ତୁ ମଝିରେ ତାହା ହସ୍ତ ବିସ୍ତାର କଲେ ଖସି ପଡିବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମଝିରେ ଯୁଦ୍ଧ ବେଳକୁ ତାହା ଧରିବା ଦରକାର, ଖସିବା ଦରକାର, କିନ୍ତୁ ମଝିରେ ଖସିବ କଣ ପାଇଁ? କାହା ଦ୍ୱାରା? ମୂଷାଙ୍କର ହାତ। ଆପଣଙ୍କର ହାତରେ ପ୍ରଭୁ ଏ ଶକ୍ତି କାମ କରିବାକୁ ଚାହୁଁଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ତେଣୁ ଏଇ ଶରୀରରେ ଏମିତି ହେଲେ ସମର୍ପଣ ରହିଲେ ପରମେଶ୍ୱରଙ୍କ ଶକ୍ତି କାମ କରିବ। ପୁଣି ଶୁଣନ୍ତୁ ଆଜ୍ଞା, ଯାତ୍ରା 10 ପର୍ବର 20-21। ବାବୁରେ ଆଜିକାଲି ଝିଅ ପିଲାଙ୍କର ପାୱାର ବଢିଛି ରେ ବାବୁ। ହଉ ଶୁଣନ୍ତୁ ଆଜ୍ଞା, ଛାଡ଼ିଲେ ନାହିଁ, କଠିନ ହେଲେ ବାରମ୍ବାର ଛାଡ଼ିଲେ ନାହିଁ। ଏ ଗୋଟିଏ କଥା ପ୍ରଚାର କରିବାକୁ କୁହାଯାଇଥିଲା ପରମେଶ୍ୱର ମୂଷା ଆହରଣ କହିଲେ, ତମେ କହିବ ଆମ୍ଭର ଲୋକମାନଙ୍କୁ, ଏ ଗୋଟେ କଥା, ଆଉ ବେଶୀ ପଳେଇବା ଦରକାର ନାହିଁ, ଆଉ ବହୁତ ରେଫରେନ୍ସ ଦରକାର ନାହିଁ। ଯେଣୁ ଈଶ୍ୱରଙ୍କ ପ୍ରେରଣା ବାକ୍ୟ ଯେତିକି ହଉଛି ସେତିକି ଦରକାର, ବେଶୀ ଦରକାର ନାହିଁ। ଆମ୍ଭର ଲୋକମାନଙ୍କୁ ପରମେଶ୍ୱର କହୁଛନ୍ତି, ମୋର ଲୋକମାନଙ୍କୁ ମୋର ସେବା କରିବା ପାଇଁ ଛାଡ଼। ଶୁଣନ୍ତୁ, ପଢନ୍ତୁ, ଆକାଶରେ ହସ୍ତ ବିସ୍ତାର କର, ଯେଣୁ ଅନ୍ଧାର ହେବା ପାଇଁ କେବଳ ମୂଷା ଆପଣ ପରମେଶ୍ୱରଙ୍କ ଲୋକ ହାତକୁ ଆକାଶ ଆଡେ ବିସ୍ତାର କରୁ କରୁ ପୃଥିବୀର ଅନ୍ଧାର ହେବ। ଏ ହଉଛି ଶରୀରରେ ର ପ୍ରମାଣ। ମୁଁ ଆଜି ଅନ୍ଧାର ହେବ ତାହା ନୁହଁ, ଅନ୍ୟଟା ଆଜି ହେବ। ଆଜି ଆପଣଙ୍କ ହସ୍ତରେ ଅନ୍ୟ ପ୍ରକାର ହେବ, ସେଇ ସମୟରେ ତାହା ହେଇଥିଲା, ଏ ସମୟରେ ଅନ୍ୟଟା ହେବ। କିନ୍ତୁ ହାତକୁ ପରମେଶ୍ୱରଙ୍କ ନିକଟରେ ସମର୍ପଣ କରୁ, ସେ ସ୍ପର୍ଶ କରନ୍ତୁ, ଏ ହାତକୁ ପାୱାର ହାତ କରନ୍ତୁ। ଶୁଣନ୍ତୁ ଆଜ୍ଞା, ଯାତ୍ରା 14 ପର୍ବର 21। ଜୟ
ଅନନ୍ତର ମୂଷା ସମୁଦ୍ର ଉପରେ ଆପଣ ହସ୍ତ ବିସ୍ତାର କରନ୍ତେ ସଦାପ୍ରଭୁ ସେ ସମସ୍ତ ରାତ୍ରି ପ୍ରବଳ ପୂର୍ବୀୟ ବାୟୁ ଦ୍ୱାରା ହଟାଇ ଦୁଇ ଭାଗ ଶୁଷ୍କ କରି ବସିବାକୁ ଯେଣୁ ହାତ ବିସ୍ତାର ସମୁଦ୍ର ଆଡ଼େ ପ୍ରିୟ ବାପା ମା ଭାଇ ଭଉଣୀ ମାନେ ପ୍ରିୟ ପ୍ରଭୁଙ୍କ ଲୋକମାନେ ଶରୀରରେ ଏଇ ଶକ୍ତି ପରମେଶ୍ୱର କାମ କରିବା ପାଇଁ ଶରୀରକୁ ତାଙ୍କ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଏହା ନମୁନା ଆମ ପାଇଁ ପ୍ରମାଣ ଆମ ପାଇଁ କହିଲେ ସମୁଦ୍ରରେ ହାତ ବିସ୍ତାର କର ଆମେ ସେ କଥା ବୁଝିବୁ କିନ୍ତୁ ତା ପୂର୍ବରୁ କହିଥିଲେ ପରମେଶ୍ୱର ସମୁଦ୍ରକୁ ଦୁଇ ଭାଗ ଆପଣଙ୍କ ହାତରେ ଅଛି ଯେମିତି ଶିଶୁମାନଙ୍କୁ ଯୀଶୁ କହିଲେ ଆର ପଥର ଲାଜାରର ସମାଧିର ପଥର ହଟାଅ ଏଇ ପଥର ତୁ ଖୋଜ ବୋଲି କହିଲେ ବାଧ୍ୟ ହେଇଥାନ୍ତା କିନ୍ତୁ ଆପଣଙ୍କୁ ବ୍ୟବହାର କରିବାକୁ ଚାହୁଁଛନ୍ତି ପ୍ରଭୁ ଛାଡ଼ନ୍ତୁ କୂଟନୀତି ରାଜନୀତି ସବୁ ଛାଡ଼ ସମର୍ପଣ ହେଉ ସମୁଦ୍ର ଡେଇଁ ପଡ଼ୁ ଭିତର ଡେଇଁଲା ଭଳି ଭିତର ପ୍ରଥମେ ସମୁଦ୍ର ଡେଇଁଲା ବେଳକୁ ଚାଲିଲା ବେଳକୁ କହିଲେ ମତେ ଆଦେଶ ଦିଅ ପ୍ରଭୁ ବୋଲି କହିଲେ ଶେଷରେ ତିବିରିଆ ସମୁଦ୍ର କୂଳରେ ଯୀଶୁଙ୍କର ପୁନରୁତ୍ଥାନ ପରେ ଆଦେଶ ମାଗିନାହାନ୍ତି ଡେଇଁ ପଡ଼ିଲେ ତେଣୁ ଏଇ ସମୁଦ୍ର ଆଡ଼କୁ ପଳେଇ ଆସନ୍ତୁ ଭାଇ ଭଉଣୀ ମାନେ ଡେଇଁ ପଡ଼ନ୍ତୁ ଭାଇ ଭଉଣୀ ମାନେ ପୁଣି 26 ପଦ 26 26 ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ ସମୁଦ୍ର ଉପରେ ପୁନର୍ବାର ହସ୍ତ ବିସ୍ତାର କର ମିଶ୍ରୀୟ ମାନଙ୍କର ସେମାନଙ୍କର ରଥ ଅଶ୍ୱାରୂଢ଼ ଲୋକମାନଙ୍କ ଉପରେ ଆପଣଙ୍କ ମୋବାଇଲରେ ଗୋଟେ ସୁଇଚରେ ସୁଇଚ ଷ୍ଟପ୍ ସେ ସୁଇଚ ପୁନର୍ବାର ଚିପିଲେ ମୋବାଇଲ ଗୋଟେ ସୁଇଚରେ ଦୁଇଟା କାମ ଅଛି ପ୍ରଭୁ କହିଲେ ସେଇ ହାତ ତୁ ବିସ୍ତାର କର ସମୁଦ୍ର ଶୁଖି ଯାଉ ସେ ହାତ ବିସ୍ତାର କର ପୁନର୍ବାର ସେଇ ହାତ ସେଇ ମନ ସେଇ ହୃଦୟ ସେଇ ଶରୀର ପ୍ରିୟ ପ୍ରଭୁଙ୍କ ଦାସ ମାନେ ଆଜି ଆମେ ଅନ୍ୟ ପ୍ରକାର କରୁ ଶରୀରକୁ ସମର୍ପଣ କରୁ ପ୍ରଭୁ ଯୀଶୁଙ୍କ ଠାରେ ସମର୍ପଣ କରୁ ପୁଣି ଶୁଣନ୍ତୁ ପ୍ରାୟ ଶେଷ କଥା କହିବି ବହୁତ ସମୟ ହେଲାଣି ଜିଓସି 8:18-19 ସେତେବେଳକୁ ଲୁଚିଛନ୍ତି ଗୋଟେ ଦଳ ଅଟୋମେଟିକ ପାୱାର କେମିତି ଶୁଣନ୍ତୁ ସେତେବେଳେ ସଦାପ୍ରଭୁ ଜିଓସିଙ୍କୁ କହିଲେ ହସ୍ତସ୍ଥିତ ବର୍ଚ୍ଛା ଅୟନଗର ବିସ୍ତାର କର କରିବା ନଗର ଆଡ଼େ ବିସ୍ତାର କଲେ ଦେଖନ୍ତୁ ଆଜ୍ଞା ହସ୍ତ ବିସ୍ତାର କରିବା ମାତ୍ରେ ଦୌଡ଼ି ଯାଇ ବର୍ଚ୍ଛାକୁ ହସ୍ତ ବିସ୍ତାର କଲେ ଏ ଲୁଚିଥିବା ଲୋକ ଜାଣିଲେ କେମିତି କଣ ପାୱାର ଆପଣଙ୍କ ଶରୀରରେ ପରମେଶ୍ୱର କଣ ଦେବାକୁ ଚାହାନ୍ତି କାରଣ ଲେଖାହେଇଛି ପ୍ରେରିତ ମାନଙ୍କ ହସ୍ତ ଦ୍ୱାରା ପବିତ୍ର ଆତ୍ମା ଅବତରଣ କରୁଛନ୍ତି ଏହା ଦେଖି ଜଣେ ସିମନ ଟଙ୍କା ନିଏ ମାନେ ହସ୍ତ ଦ୍ୱାରା ଏହା ବି ନୂତନ ନିୟମରେ ହେବାର ଚାନ୍ସ ଅଛି ପ୍ରଭୁଙ୍କର ଶକ୍ତି କାମ କରିବାର ଚାନ୍ସ ଅଛି ଯେବେ ଆମେ ଏଇ ହାତକୁ ଏଇ ମନକୁ ଏଇ ଶରୀରକୁ ପରମେଶ୍ୱରଙ୍କ ଠାରେ ସମର୍ପଣ କରୁ ଦେଉ ବର୍ଚ୍ଛାରେ କିଛି କାମ ନାହିଁ କିନ୍ତୁ ବିସ୍ତାରରେ ହସ୍ତ ବିସ୍ତାରରେ କାମ ସେ ଶକ୍ତି ଅଟୋମେଟିକ ପାୱାର ଲୁଚିଥିବା ଲୋକମାନଙ୍କୁ ଯାଇ ଟଚ୍ କରୁଛି ପ୍ରିୟ ଭାଇ ମାନେ ତେଣୁ ମୋ ଅଙ୍ଗ ଅଲଗା ଅଙ୍ଗ ପ୍ରତ୍ୟଙ୍ଗକୁ ବର୍ଣ୍ଣନା କରିବା ପାଇଁ ଯିବି ଗୋଟେ ଦିନ ଦ୍ୱିତୀୟ କଣ ପାଦକୁ ସମ୍ପୂର୍ଣ୍ଣ କରିବି ପାଦ ପ୍ରଭୁଙ୍କ ଦାସମାନଙ୍କର ପାଦକୁ ପ୍ରଭୁ କଣ କରିବାକୁ ଚାହାନ୍ତି ଉଦାହରଣ ମୌଖିକ ଭାବରେ କେତେଟା କହିବି ଆପଣଙ୍କୁ ଯେବେ ତୁମକୁ କୌଣସି ନଗର ଗ୍ରହଣ କରନ୍ତି ନାହିଁ ସେମାନଙ୍କ ନଗରରେ ଫେରିଲା ବେଳେ ତୁମର ପାଦର ଧୂଳି ଆଜ୍ଞା ଝାଡ଼ି ଦେବେ କଥାଟା ମୁଁ କହୁଛି ରାତି ବର୍ଷା ହେଲା ସେ ଧୂଳି କୁଆଡ଼େ ଯିବ ଗାଁରେ ରହିବ ନା ଗାଁର ନଦୀରେ ମିଶିଯିବ ନା ମତେ କୁହନ୍ତୁ ତ ପକ୍କା ଯୁଆଡ଼େ ମିଶୁ ଯାଏ ଆସେ ନାହିଁ ଆପଣଙ୍କର ପାଦ ଧୂଳି ତାଙ୍କ କାଉଣ୍ଟରେ ଅଛି
ଯୋଉଠି ମିଶୁ ଆପଣଙ୍କର ପାଦ ଧୂଳିକୁ ସେ ରଖିଛନ୍ତି, ସେ ଗଣିଛନ୍ତି, ସେ ସାଇଯିବେ, ସେ କାମ କରିବେ, ତାଙ୍କୁ ସେ କାମ କରିବାର ପ୍ଲାନ୍ ଜଣା, ଆମକୁ ଜଣା ନାହିଁ। କୋଉଠି ମିଶି ଯାଉଛ ଆମ ଦେଖିବା ଖୋଜିବା ଦରକାର ନାହିଁ। କୋଉଠି ମିଶୁ ସେ ତ ଯୀଶୁଙ୍କର କାଉଣ୍ଟର ଅଛି। କୋଉଠି ମିଶୁ ଯୋଉ ପ୍ରଭୁ ତ ତାଙ୍କ ଲୋକମାନଙ୍କର ମସ୍ତକର କେଶକୁ, ମୁଁ ଭାବୁଛି କଣ ଗୋଟେ ଭୁବନା କଥା କହୁଛି, ପ୍ରଭୁକୁ କିଛି ପାଇଟ୍ ନାହିଁ ଯେ ଆର ମୁଣ୍ଡର ବାଳ ତାର ମୁଣ୍ଡର ବାଳ। ଆମେ ଓଖଣି ମୁଣ୍ଡର ଓଖଣି କାଢି ପାରୁ ନା, କାଡୁ କାଡୁ ରହିଯାଉଛି। ଆର ମୁଣ୍ଡର ବାଳ ତାର ମୁଣ୍ଡର ବାଳ, ପୃଥିବୀର କୋଟି କୋଟି ଲୋକମାନଙ୍କର ମସ୍ତକର କେଶକୁ ଗଣି ଯିବାର କାମ କଣ? କେତେ ସମୟ ଲାଗିବ? ନା କି ମେସିନ୍ ଲଗେଇ ଦେଇଥିବ ଫାଟ ଫାଟ ଗଣିବା ପାଇଁ? ପ୍ରେଜ୍ ଦ ଲର୍ଡ। ତେଣୁ ଶରୀର ଅଙ୍ଗ ପ୍ରତ୍ୟଙ୍ଗ ସର୍ବସ୍ୱ ପ୍ରଭୁଙ୍କ କାମରେ ଲାଗେ। ଦ୍ୱିତୀୟ ବିବରଣୀ 11:24 ପାଦ ଯେଉଁ ଯେଉଁଠାରେ ନା କେମିତି ଯେଉଁ ଯେଉଁଠାରେ ତୁମ୍ଭମାନଙ୍କର ତଳିପା ପଡ଼ିବ, ବେଶ୍ କି ବିଚିତ୍ର କଥା। ଯୁଦ୍ଧ କରିବା ଦରକାର ନାହିଁ, ଆଉ ସେ ଦେଶକୁ ଆୟତ୍ତ କରିବା ଦରକାର ନାହିଁ। ଆପଣଙ୍କର ପାଦ ପଡ଼ିବା ଜାଗା ଆପଣଙ୍କର ସନ୍ତାନ ମାନଙ୍କର ପାଦ ଉପରେ କଣ ଅଛି? ପାଦ ଉପରେ ପ୍ରଭୁଙ୍କ ଲୋକମାନଙ୍କର ପାଦ ଉପରେ କଳ୍ପନା କରିଥିବେ ଆପଣମାନେ। ବହୁତ ଲମ୍ବା ଚଉଡ଼ା କଥା ଅଛି ଯେ ସୁସମାଚାର ଆଣୁଅଛି, ଶାନ୍ତିର ପ୍ରଚାର କରୁଅଛି, ପରିତ୍ରାଣର ପ୍ରଚାର କରୁଅଛି, ତାହାର ପାଦ କେମନ୍ତ ଶୋଭା ପାଏ। କେମିତି? ପର୍ବତରେ ଚଢିଥିବା ଆପଣ ଗାଁ ଲୋକଙ୍କୁ ଦେଖାଯିବ କେମିତି? ଅଡୁଆ କଥା ଆଗେ ଆଣନ୍ତୁ, ରହସ୍ୟ ବାହାର କରିବା ପାଇଁ ଆଗେ ଅଡୁଆ କଥା ସନ୍ଦେହ ଜମା କରନ୍ତୁ, ଆଉ ଖୋଳନ୍ତୁ ଭିତରୁ ପ୍ରଭୁଙ୍କ ଲୋକମାନଙ୍କର ପାଦ। ପ୍ରିୟ ଭାଇ ଭଉଣୀ ମାନେ, ସମୟ ସବୁ ସବୁ ପ୍ରଭୁଙ୍କର ଗୋଟିଏ କଥା ମୁଁ କହିବି ଆପଣଙ୍କୁ ଯେ ଜୁନସ ନିନିବି ପାଟଣାକୁ ଯାଇ ନିନିବି ନଗରର ବିରୁଦ୍ଧରେ କଥା। এটা তো বড় বিপদর কথা। নিনিবি জুনস এগুলো একটি পড়ন্ত তো জলদি জলদি শেষ হবে। হ্যাঁ, সদাপ্রভুଙ୍କର এই বাক্য উপস্থিত ହେଲା। নিনিবি মহানগরକୁ ଯାଅ ଓ ତହି ବିରୁଦ୍ଧରେ ଘୋଷଣା କର, କାରଣ ସେମାନଙ୍କର ଦୁଷ୍ଟତା ଆମ ସମ୍ମୁଖରେ ଉପସ୍ଥିତ ହୋଇଅଛି। ଆଚ୍ଛା, ନିନିବି ନଗରର ଲୋକମାନଙ୍କ ନିକଟରେ ଭବିଷ୍ୟତ ବାକ୍ୟ ସେମାନଙ୍କ ବିରୁଦ୍ଧରେ କହୁ। ମୁଁ ତା କଥା ମୁଁ କହୁନି ଆପଣଙ୍କୁ, ମୋର କହିବାର କଥା ଅଲଗା। କଣ? ନିନିବି ନଗର କେତେ ଦିନର ବାଟ? 3 ଦିନ। ସେ କେତେ ଦିନ ଗଲେ? ଗୋଟିଏ ଦିନ। ଆଉ 2 ଦିନ ବାକି ଥାଉ ଥାଉ ଉଚ୍ଚ ସ୍ୱରରେ ପାଟି କଲେ, ମାଇକ ନାହିଁ, ମାଉଥ ନାହିଁ, କିଛି ନାହିଁ, କିଛି ଆବାଜ ନାହିଁ, ପାଟି କଲେ। ସେ ବାକି ସମସ୍ତଙ୍କ କାନକୁ ଗଲା କେମିତି? ଆଜ୍ଞା ଗଲା କେମିତି? କୁହନ୍ତୁ ମୋତେ, କଳ୍ପନା କରି କୁହନ୍ତୁ ମୋତେ। ବିବ୍ଲିକାଲି କଳ୍ପନା କରିବାର ଦରକାର। ବିବ୍ଲିକାଲି ଗୋଟେ ସହଜ କଳ୍ପନା ଅଛି, ଗୋଟେ କଳ୍ପନାରେ ଆନ୍ସର ମିଳିଯିବ। କିନ୍ତୁ ଆଜି ମୁଁ କହିବିନି ତୁମକୁ, ଆପଣ ଟିକେ ଭାବନ୍ତୁ ତା ଉପରେ। କେମିତି ପାଟି କରିଥିବେ ଯେ ଏବେ ପାଟି କଲେ ତ ବିନା ମାଉଥରେ ଆପଣଙ୍କୁ ଗିର୍ଜାଘର ପିଣ୍ଡାରେ ବସିବା ଲୋକଙ୍କୁ ଶୁଭିବ। ଆପଣଙ୍କର ମୁଖକୁ ପ୍ରଭୁ କଣ କରିବାକୁ ଚାହାନ୍ତି? କଣ କରିବାକୁ ଚାହାନ୍ତି? ପରମେଶ୍ୱରଙ୍କ ଲୋକମାନଙ୍କର ମୁଖକୁ ଯେବେ ସେ ସମର୍ପଣ କରନ୍ତି ନିଜକୁ, ତାଙ୍କ ମୁଖର କଥାକୁ କଣ କରିବାକୁ ଚାହାନ୍ତି? ଏଲିଓ କହିଲେ, ମିଶାଇ କହିଲେ, ଏଲିଓ କହିଲେ, ମୁଁ ଯାହାଙ୍କ ସମୁଦ୍ରରେ ଛିଡା ହେଉଛି। ଟିକେ ଦେଖନ୍ତୁ କେ ପ୍ରଥମରେ ଯାଇ 17 ଜଲ୍ଦି, ତାପରେ ଆଉ ଗୋଟେ ପରେ ମୋର କଥା ସରି। ମୁଁ ଯାହାଙ୍କ ସାକ୍ଷାତରେ ଛିଡା ହେଉଛି, ସେଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଜୀବିତ ଥିବ। ଏହି କଥା କହନ୍ତି ନୁହେଁ, ସେମିତି କୁହାଯାଏନି। ଭାବବାଣୀର ନିୟମ ଭାବବାଦୀ ମାନେ କହିଲା ବେଳେ ସେହି ଇସ୍ରାଏଲର ପରମେଶ୍ୱର, ସେ ଯିହୁଦାର ପରମେଶ୍ୱର ଏହି କଥା କହନ୍ତି ବୋଲି କହନ୍ତି, କିନ୍ତୁ ସେମିତି ନୁହେଁ। କେମିତି? ଆଉ ଥରେ
ନାଇଁ ନାଇଁ ଆଉ ତାର ବୋଲେ ଅନନ୍ତର ଗିଲିଅଦର ପ୍ରବାସୀ ହଁ ଇସ୍ବିୟ ଏଲିୟ ଆହାବଙ୍କୁ କହିଲେ, ମୁଁ ଯାହାଙ୍କ ସାକ୍ଷାତରେ ଛିଡ଼ା ହେଉଛି ଯାହାଙ୍କ ସାକ୍ଷାତରେ ଛିଡ଼ା ହଉଛି ସେହି ଇସ୍ରାଏଲର ପରମେଶ୍ୱର ସେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଜୀବିତ ଥିବା ପ୍ରମାଣ ଏହି କେତେକ ବର୍ଷ କାକର ବୃଷ୍ଟି ପଡ଼ିବ ନାହିଁ ହଁ? କି ବୃଷ୍ଟି କି ବୃଷ୍ଟି ପଡ଼ିବ ପଡ଼ିବ ନାହିଁ କେବଳ ମୋ ବାକ୍ୟାନୁସାରେ ହେବ। ବେଶ କାହା କଥା ଅନୁସାରେ ହେବ କାହା କଥା ଅନୁସାରେ ତାଳି ମାରନ୍ତୁ ବେଶ କାହା କଥା ଅନୁସାରେ ସଦା ପ୍ରଭୁ କହନ୍ତି ନୁହେଁ ମୋର କଥା ଅନୁସାରେ ପ୍ରଭୁ ତାଙ୍କ ଦାସମାନଙ୍କର କଥାକୁ ମୁଖକୁ ସ୍ପର୍ଶ କରନ୍ତି ମୁଖର କଥାକୁ ଗ୍ରହଣ କରନ୍ତି ମୁଁ କହିଲି ଆପଣଙ୍କୁ କେମିତି ଇମିଡିଏଟ୍ ଗଲା ମୁଁ ସେ କଥା କହିବି ମୋର ଶେଷ କଥା ହେଉଛି ଯେହିଜିକଲ 35 1-2 ପଦର କଥା ଅଛି ସଦାପ୍ରଭୁଙ୍କ ବାକ୍ୟ ମୋ ନିକଟରେ ଉପସ୍ଥିତ ହେଲା ଆହୁରି ହେଲା ମନୁଷ୍ୟ ସନ୍ତାନ थैंक यू जॉन कौन रखा आगे कोठी से पर्वत अछि कि देवगिरी रे ताऊ सियार मुह मात्र कर दियो तुमे प्रेज द लॉर्ड हालेलुया सेई पर्वत आड़े तुमे मुह रखा आउ कथा को पार्टी करी जोर जार करी को फिर पहुंची जिवो सेठी की अंग प्रत्यंग रे ईश्वर का शक्ति शरीर रे ईश्वर का शक्ति ओराली कहबी मरी जाई कबर प्राप्त हेबा लोकंगर हाड़ रे सब बाजिले प्रभु आपनकर आउ मोर थांग लोक मानकर शरीर को कौन करबा को चाहंती करंतु तांकर इच्छा सफल हेउ आमे किंतु समर्पण शेषरे छोटिया गीत गाइबा सब मो देवी समर्पित देवी जय प्रभु टिके मते खोली दियो रे डेट अछि हालेलुया हाँ जय समति बीजी सुपदे गाछी मोर